ର୍ୟାପ୍ ହେଇସାରିଲା ପରେ କେମିତି ଲାଗିବ। ସୋ ହାଲୋ ଭାଇ ମାନେ, ଆଜି ହଉଛି ଡେ 27 ମୋ ମିନି ବ୍ଲଗ ର। ଆଜି ସକାଳୁ ମୁଁ ଆସି ପହଞ୍ଚିଥିଲି ଦୋକାନକୁ ଆସିକି ଦେଖିଲା ଜଣେ ଭାଇ ତାଙ୍କ ଏନଏସଟି କୁ ଧରିକି ଆସିଥିଲେ ସବ୍ କୁ। ତାଙ୍କ ଟ୍ୟାଙ୍କ ରେ କିଛି ଗ୍ରାଫିକ୍ସ ପକେଇବାର ଥିଲା, ତ ଫଟପାଟ ପକେଇ ସାରିକି ଭାଇଙ୍କୁ ତାଙ୍କ ଗାଡି ହ୍ୟାଣ୍ଡ ଓଭର କରିଦେଇଥିଲୁ। ଆଉ ଭାଇଙ୍କୁ ଏ ଗ୍ରାଫିକ୍ସ ଟା ବହୁତ ପସନ୍ଦ ଆସିଲା। ଆପଣମାନଙ୍କୁ କେମିତି ଲାଗିଲା ନିହାତି କମେଣ୍ଟ କରିକି ଜଣେଇବେ। ଭାଇ ତାଙ୍କ ଏନଏସ୍ କୁ ଧରି ବାହାରି ସାରିଲା ପରେ ଆଉ ଜଣେ ଭାଇ ତାଙ୍କୁ ଜିଟିଡି କୁ ଧରିକି ପଳେଇ ଆସିଥିଲେ ଆମ ସବ୍ କୁ। ଆଉ ଜିଟିଡି ଥିଲା କ୍ରୋମ, ତାକୁ ଆମେ ର୍ୟାପ୍ କରୁଛୁ କିଛି ଅଲଗା କଲର ରେ। ଆପଣମାନଙ୍କୁ କେମିତି ଲାଗିବ ଲାଷ୍ଟ ନିହାତି କମେଣ୍ଟ କରିକି ଜଣେଇବେ। ତ ଫଟପାଟ ମୁଁ ଲାଗି ଯାଇଥିଲି ତାକୁ ର୍ୟାପ୍ କରିବା ପାଇଁ। ର୍ୟାପ୍ କରି ସାରି ଦେଖିଲା ବେଳକୁ ଟିକେ ଫାଙ୍କା ଲାଗୁଥିଲା। ଆମେ ଉପରକୁ ପଳେଇ ଆସିଥିଲୁ କିଛି ଦିଟା ଷ୍ଟିକର କଟିଂ କରି ସେଠି ଲଗାଇବା ପାଇଁ। ତ ଫଟଫଟ ଆମେ ଷ୍ଟିକର କଟିଂ କରି ସାରି ତଳକୁ ଆସି ଟ୍ୟାଙ୍କ ରେ ଲଗେଇ ସାରିଲୁ। ଆଉ ଫାଇନାଲ ରେଜଲ୍ଟ ଟା କିଛି ଏଇ ଟାଇପ ର ବାହାରିଲା। ଆପଣମାନଙ୍କୁ କେମିତି ଲାଗିଲା ନିହାତି କମେଣ୍ଟ କରିକି ଜଣେଇବେ। କ୍ରୋମ ଟା ବେଶୀ ଭଲ ଲାଗୁଥିଲା ନା ଏଟା। ବହୁତ ଜଣଙ୍କୁ କ୍ରୋମ ଭଲ ଲାଗେ, ବହୁତ ଜଣଙ୍କୁ ଅଲଗା କିଛି କଲର ବି ଭଲ ଲାଗେ, ବଟ୍ ମତେ କ୍ରୋମ ବି ଭଲ ଲାଗୁଥିଲା, ଏ କଲର ଟା ବି ଭଲ ଲାଗୁଥିଲା। ତ ଭାଇ ଖୁସି ହେଇ ବାହାରି ଯାଇଥିଲେ। ଆଉ ଭାଇଙ୍କ ଗଲା ପରେ ଆମ ସବକୁ ଆସିଥିଲା ଗୋଟେ ଘୋଡା ମାନେ କଣ ଭାଇ, ହିରୋ ଏକ୍ସପଲ୍ସ। ପୁଣି ଏଟା ଭାଇ ନର୍ମାଲ ନୁହେଁ, ପ୍ରୋ ଏଡିସନ ଥିଲା। ତ ଭାଇଙ୍କର ବି କିଛି କାମ ଥିଲା, ତାକୁ ସାରି ଭାଇ ମଧ୍ୟ ବାହାରି ଯାଇଥିଲେ। ଆଉ ମୁଁ ବି ବାହାରିକି ପଳେଇ ଆସିଥିଲି ଭାଇ ଘରକୁ। ସୋ ଭାଇ ମାନେ ଆଜିକାର ବ୍ଲଗ ଟା ଆପଣମାନଙ୍କୁ କେମିତି ଲାଗିଲା ନିହାତି କମେଣ୍ଟ କରିକି ଜଣେଇବେ। ଜୟ ଜଗନ୍ନାଥ।